ତ ହଁ ହଁ ଯେଉଁମାନେ ତୁମମାନଙ୍କୁ ଭ୍ରାନ୍ତ କରିବାକୁ ଚେଷ୍ଟା କରନ୍ତି ହଁ ସେମାନଙ୍କର ସମ୍ବନ୍ଧରେ ମୁଁ ତୁମମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି, ହଁ କିନ୍ତୁ ତୁମ୍ଭେମାନେ ତାହାଙ୍କ ଠାରୁ ଯେଉଁ ଅଭିଷେକ ପାଉଅଛ ହୁଁ ତାହା ତୁମମାନଙ୍କ ଠାରେ ରହିଅଛି। ହୁଁ ପୁଣି କେହି ଯେ ତୁମମାନଙ୍କୁ ଶିକ୍ଷା ଦେବ ଏହା ତୁମମାନଙ୍କର ଆବଶ୍ୟକ ନାହିଁ, ହୁଁ ମାତ୍ର ତାହାଙ୍କ ଠାରୁ ସେହି ଅଭିଷେକ ତୁମମାନଙ୍କ ସମସ୍ତ ବିଷୟରେ ଯେଉଁ ଶିକ୍ଷା ଦିଏ ତାହା ସତ୍ୟ ଅଟେ, ମିଥ୍ୟା ନୁହେଁ। ତେଣୁ ସେହି ଶିକ୍ଷା ଅନୁସାରେ ତାହାଙ୍କ ଠାରେ ରୁହ। ହାଲେଲୁୟା। ହଁ ସାର୍, ମୁଁ ଏଇଟା ହିଁ ପଢିଥିଲି ସାର୍। ବୁଝିପାରିଲ କି? ହଁ ସାର୍, ଏଇଟା ହିଁ ପଢିଥିଲି ଏବେ ଯୋଉ କହୁଥିଲି ତ, ହଁ ଏଇଟା ହିଁ ପଢିଥିଲି ଆଉ। ଦେଖ, ପ୍ରଥମେ କଣ ଲେଖା ହେଇଛି ଯେ ପ୍ରାୟ ଲୋକମାନେ ଟ୍ରେନିଂ କୁ ଭଲ ପାଆନ୍ତି, ବୁଝିପାରୁଛ? ହଁ ସାର୍। ସେଇଟା ନାଇଁ କି ବିଭିନ୍ନ ପ୍ରକାର 666 33 କୋଟି ଦେବତା ଯୋଉ କୁହନ୍ତି ନାଇଁ କି, ହଁ ସାର୍। ସେମିତି 33 କୋଟିଟା ମାଇଣ୍ଡ ଗୋଟେ ମଣିଷ ମୁଣ୍ଡରେ ଅଛି, ବୁଝିପାରୁଛ? ହଁ ସାର୍। ହଁ, ତ ସେ ମାଇଣ୍ଡ କୁ ଖର୍ଚ୍ଚ କଲେ ନାଇଁ କି 33 କୋଟି ଟୁ ଆଉ ଡବଲ କୋଟି ହେଇଯାଉଛି। ହଁ ସାର୍। ହେଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଇନଡାଇରେକ୍ଟଲି ଆମକୁ କହୁଛନ୍ତି, ହୁଁ କଣ କହୁଛନ୍ତି ନା, ହୁଁ ଯୋଉମାନେ ତୁମକୁ ଭ୍ରାନ୍ତ ଶିକ୍ଷା ଦେବାକୁ ହୁଁ ଚେଷ୍ଟା କରନ୍ତି ହଁ ସେମାନଙ୍କ ସମ୍ବନ୍ଧରେ ମୁଁ ତୁମମାନଙ୍କ ନିକଟକୁ ଏହି ସମସ୍ତ ଲେଖିଛି, ଲେଖିଲି। ହଁ ବୁଝିପାରୁଛ? ହଁ ସାର୍। କିନ୍ତୁ ତୁମ୍ଭେମାନେ ତାହାଙ୍କ ଠାରୁ, କାହାଠାରୁ? ପ୍ରଭୁଙ୍କ ଠାରୁ, ବାକ୍ୟ ଠାରୁ। ତୁମ୍ଭେମାନେ ତାହାଙ୍କ ଠାରୁ ଯେଉଁ ଅଭିଷେକ ପାଉଅଛ, ହୁଁ ପାଇଅଛ, ହଁ କି ନାଇଁ, ହଁ ତାହା ତୁମ୍ଭମାନଙ୍କ ଠାରେ ଦେଖ। ଏବେ ଆପଣ ଯଦି ହଁ ସାର୍। ପ୍ରଭୁଙ୍କୁ ବିଶ୍ୱାସ କଲେ, ହଁ ସାର୍। ପ୍ରଭୁଙ୍କୁ ସ୍ୱୀକାର କଲେ, ପ୍ରଭୁ ମୋହର ଅଟନ୍ତି, ପ୍ରଭୁ ମୋହର ରକ୍ଷାକର୍ତ୍ତା, ପ୍ରଭୁ ମୋହର ସୃଷ୍ଟିକର୍ତ୍ତା, ପ୍ରଭୁ ମୋହର ଆଉ XYZ, ହଁ କି ନାଇଁ, ହଁ ସାର୍। ତ ଆପଣ ଯେତେବେଳେ ପ୍ରଭୁଙ୍କୁ ସ୍ୱୀକାର କଲେ, ମୁଖରେ ସ୍ୱୀକାର କରି ପ୍ରଭୁ ବୋଲି କହିଲେ, ମୋହର ସୃଷ୍ଟିକର୍ତ୍ତା, ରକ୍ଷାକର୍ତ୍ତା, ଉଦ୍ଧାରକର୍ତ୍ତା ବୋଲି ନିଜ ଆତ୍ମାରେ ପ୍ରଭୁଙ୍କୁ ଗ୍ରହଣ କଲେ, ତ ପ୍ରଭୁ ଆପଣଙ୍କୁ କଣ କରିଛନ୍ତି ନା ଅଭିଷେକ କରିଛନ୍ତି, ବୁଝିପାରୁଛ? ହଁ ସାର୍। ହଁ ସାର୍। ଯୀଶୁ କହିଲେ, ତୁମେ ସେ ମାଥ୍ୟୁ 28:18-19 ପଦରେ ଯେ ତୁମେ ଯାଅ ସମସ୍ତ ଜାତିର ଲୋକମାନଙ୍କୁ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ଦିଅ ବୋଲି ଲେଖା ହେଇଛି କି? ନାଇଁ ସାର୍। ଦେଇ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର ବୋଲି ଲେଖା ହେଇଛି, ହଁ ସାର୍। ହଁ କି ନାଇଁ? ହଁ ସାର୍। ତା ଅର୍ଥ ଆପଣଙ୍କୁ ଶିକ୍ଷା ଦେବା ସତ୍ତ୍ୱେ ସତ୍ତ୍ୱେ ଆପଣ ଯେତେବେଳେ ବିଶ୍ୱାସ କଲେ, ହଁ କି ହଁ ନାଇଁ, ସାର୍। ଆପଣ ହଁ ସାର୍। ଆପଣ ଶିଖି ମାନେ ଶିକ୍ଷା ମାନେ ଆପଣ ନିଜ ଆତ୍ମାକୁ ଶିକ୍ଷିତ ହେଲେ କି ନାଇଁ? ହଁ ସାର୍। ହଁ, ଆପଣଙ୍କୁ ଶିଖିବାକୁ ପଡିଲା କି? ନାଇଁ ସାର୍। ନାଇଁ। ତ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏଠି ଇନଡାଇରେକ୍ଟଲି କହୁଛନ୍ତି ପ୍ରଥମ ଜହନ 2 ପର୍ବରେ 27 ପଦରେ ଯେ, କିନ୍ତୁ ତୁମ୍ଭେମାନେ ତାହାଙ୍କ ଠାରୁ ଯେଉଁ ଅଭିଷେକ ପାଇଅଛ ତାହା ତୁମ୍ଭମାନଙ୍କ ଠାରେ ରହିଅଛି, ବୁଝିପାରୁଛ? ହଁ ସାର୍। ଅଭିଷେକ ବୋଲେ କଣ ବୁଝିଥାଉ ଆମେ? ପ୍ରାୟ ଲୋକ ହସ୍ତାର୍ପଣକୁ ଅଭିଷେକ କୁହନ୍ତି, ହଁ କି ନାଇଁ? ହଁ ସାର୍। ତାପରେ ପ୍ରାୟ ଲୋକ ଆଉ ପ୍ରାର୍ଥନା ଦ୍ଵାରା ଅଭିଷେକ କୁହନ୍ତି, ହଁ ସାର୍। ପ୍ରାୟ ଲୋକ ଆଉ ଫାଷ୍ଟିଂ ପ୍ରେୟାର ରଖିବେ, ତାପରେ ଆଉ ତୈଳ ମକାଇ ପ୍ରାର୍ଥନା କଲେ ତାହା ଅଭିଷେକ ବୋଲି ମାନନ୍ତି, ହଁ କି ନାଇଁ? ହଁ ସାର୍। ହଁ ସାର୍। କିନ୍ତୁ ଶୁଣନ୍ତୁ ଆଜ୍ଞା, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯାହା କହିବାକୁ ଚାହୁଁଛନ୍ତି ତାହା ଯଦି ଆମେ ଖବର କାଗଜ ନ୍ୟୁଜ ପେପର ଭଳି ଯଦି ପଢିବା ବୋଇଲେ ଆମକୁ ଟୋଟାଲ ବୁଝିବାକୁ ପଡିବ ନାହିଁ, ବୁଝିପାରୁଛ? ହଁ ସାର୍। କିନ୍ତୁ ଯେଉଁ ଶିକ୍ଷା, ଶିକ୍ଷା ବୋଲେ ଖାଲି ଜଣକୁ କଥାରେ ବୁଝେଇବାଟା ଶିକ୍ଷା କି? ନାଇଁ ସାର୍। ନାଇଁ, ଯୋଉଟା ମାନେ ଗ୍ରହଣ କରୁଛୁ, ବୁଝିପାରୁଛ? ହଁ ସାର୍। ଏଠି କହୁଛନ୍ତି ତାହା ତୁମମାନଙ୍କ ଠାରେ ତାହା ରହିଅଛି, ପୁଣି କେହି ଯେ ଆଉ କିଏ ଯେ ତୁମମାନଙ୍କୁ ଶିକ୍ଷା ଦେବ ଏହା ତୁମମାନଙ୍କର ଆବଶ୍ୟକ ନାହିଁ। ନାହିଁ। ତା ଅର୍ଥ ସବୁ ଲୋକ ଯେ ତମକୁ ବା ଆପଣଙ୍କୁ ଶିକ୍ଷା ଦିଅନ୍ତୁ ଏଇଟା ଜରୁରୀ କି? ନାଇଁ ସାର୍। ନାହିଁ। ତା ଅର୍ଥ ଆପଣ କୁହନ୍ତୁ, ଆମକୁ ବାଇବଲ ଟ୍ରେନିଂ ନେଲେ ହିଁ ଆମେ ଶିକ୍ଷକ ହେଇପାରିବା କି? ନାଇଁ ସାର୍। ଶିକ୍ଷକ କିଏ ହବ? ଯୋଉମାନେ ଜଗତମୟ ଲାଳସାରେ ଥିବେ ସେମାନେ ଶିକ୍ଷକ ହେବାକୁ ଚେଷ୍ଟା କରନ୍ତି। ଶିକ୍ଷକ ହଁ ହିଁ ସାର୍। ଆଜିକାଲି ଏହି ସଂସାରରେ ପ୍ରଥମ ମେନ୍ ଧନୀ କିଏ ଜାଣିଛନ୍ତି?
ସାର୍ ମେନ୍ ଧନୀ କିଏ ଜାଣିଛନ୍ତି କି? ମାନେ ଧନୀ ଧନୀ ଧନବାନ ଲୋକ ସାର୍ ଏବେ ୱାର୍ଲଡ ର ନା କଣ କି? ଆମ ଯେତେ ବି ଜଗତର। ଜଗତର ଧନୀ ହଁ ଜଗତର ଜଗତର ଧନୀ କହିଲେ ଏମିତି ବାକ୍ୟ ଅନୁସାରେ ନା ଏମିତି ସତ 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 ବି ବାକ୍ୟ ଅନୁସାରେ ବି କୁହନ୍ତୁ। ଆପଣଙ୍କୁ ଯୋଉଟା ଠିକ ଲାଗୁଛି ସେଟା କହୁନାହାନ୍ତି। ଦେଖ ଜଗତର ଧନୀ ବ୍ୟକ୍ତି ସିଏ ଯେ ପ୍ରଭୁଙ୍କୁ ଜାଣିଛନ୍ତି ସାର୍। ଜଗତରେ ଧନୀ ବ୍ୟକ୍ତି ସିଏ ଯିଏ ପ୍ରଭୁଙ୍କୁ ଜାଣି ସୁଦ୍ଧା ଅଜଣା ଅଛି। କିଏ ଜାଣିଛି ଜାଣିଛ? ହଁ ସାର୍। ସେ ହେଉଛି ପପ୍ କାଥଲିକ। ହଁ 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 ବୁଝିପାରୁଛ? ହଁ ସାର୍। ପପ୍ ପପ୍ ଠୁ ଛାଡିକି ହଁ ଆଉ ଜଣେ ଧନୀ ଲୋକ ଅଛି। ହଁ ବୁଝିପାରୁଛ? ସିଏ ହଉଛି ଯୋଉମାନେ କି ମାଷ୍ଟର ଚାକିରି କରନ୍ତି। ହଁ ହଁ ସ୍କୁଲ ମାନଙ୍କରେ ଯାଇ ଯାଇ ସେମାନେ ଶିକ୍ଷକ ହୁଅନ୍ତି, ହେଡମାଷ୍ଟର ହୁଅନ୍ତି। ବୁଝିପାରୁଛ? ହଁ ସାର୍ ସେମାନେ ଧନୀ। ହଁ ସେମାନେ ଏମିତି ଦରମା ଯାକ ପାଇବେ ଆଜ୍ଞା, ଆପଣ ବିଶ୍ୱାସ କରିବେ ନାହିଁ। ପୋପ ମାନଙ୍କୁ ସେକେଣ୍ଡ ଧନୀ ମାନେ ହେଉଛନ୍ତି ସେମାନେ। ବୁଝିପାରୁଛ? ହଁ ହଁ କାରଣ ସେମାନେ ଛୋଟିଆ ମୋଟିଆ ସମସ୍ତଙ୍କୁ ଛୋଟିଆ ମୋଟିଆ ଆଉ ମାଷ୍ଟର ଯାକ ସିନା ପଇସା ପତ୍ର ଏତେ ହବ ନାହିଁ, କିନ୍ତୁ ଯୋଉମାନେ ବଡ ବଡ ବିଡି ଡିଜି ଆଉ ଇଂଲିଶ କୋର୍ସ ଯାକ ଯୋଉମାନେ ମାଷ୍ଟର ଚାକିରି କରୁନାହାନ୍ତି କି, ହଁ ସାର୍। ସେମାନଙ୍କର ବହୁତ ବହୁତ ପଇସା, ବହୁତ ବହୁତ ଧନୀ ଲୋକମାନେ। ବୁଝିପାରୁଛ? ଆଉ ସେହି ଲୋକମାନଙ୍କଠୁ ଆହୁରି ଧନୀ ଲୋକ ହଉଛନ୍ତି ପୋପ ଫାଦର ମାନେ। କାହିଁକି ନା ସେମାନେ ସ୍କୁଲ ମାନଙ୍କୁ ଖୋଲନ୍ତି, ସେମାନେ ହଷ୍ଟେଲ ମାନଙ୍କୁ ଖୋଲନ୍ତି। ବୁଝିପାରୁଛ? ହଁ ସାର୍। ତ ବାକ୍ୟ ଆମକୁ କଣ କୁହେ? ଆମକୁ ପ୍ରାୟ ଲୋକ ବୁଝେଇବା ଆବଶ୍ୟକ କି ନାଇଁ? ଯେହେତୁ ପ୍ରଭୁ ଆମମାନଙ୍କୁ ଅଭିଷେକ କରିଛନ୍ତି, ଆମକୁ ବୁଦ୍ଧି ଜ୍ଞାନ ବିବେକ ସାମର୍ଥ୍ୟ ସବୁ କିଛି ଆମକୁ ଦେଇକି ସେ ଆମର ପାପ ମୋଚନ କରିକି ଆମକୁ କ୍ଷମା ଦେଇ ଜଗତ ମଧ୍ୟରେ ରଖିଛନ୍ତି। ପ୍ରେଜ୍ ଦ ଲର୍ଡ। ହଁ ସାର୍। ପ୍ରେଜ୍ ଦ ଲର୍ଡ। ହଁ 29 ପଦ ପଢ ତ ଭାଇ। ସେ ଧାର୍ମିକ ଅଟନ୍ତି। କିଏ ଧାର୍ମିକ ଅଟନ୍ତି? ହଁ ଏହା ଯଦି ଜାଣ, ତେବେ ଯେ କେହି ଧର୍ମାଚରଣ କରେ ସେ ଯେ ତାହାଙ୍କ ଠାରୁ ଜାତ, ଏହା ମଧ୍ୟ ଜାଣ। ବୁଝିପାରୁଛ? ହଁ ସାର୍। ଯୀଶୁ ଖ୍ରୀଷ୍ଟ ଧାର୍ମିକ ଅଟନ୍ତି। ବୁଝିପାରୁଛ? ହଁ ସାର୍। ହଁ ସାର୍। ଏହା ଯଦି ଜାଣ, ଯୀଶୁ ଖ୍ରୀଷ୍ଟ ଆପଣଙ୍କୁ ଅଭିଷେକ କରିଛନ୍ତି, ଧାର୍ମିକ ଗଣିତ କରିଛନ୍ତି। ଯୀଶୁ ଖ୍ରୀଷ୍ଟ ଧାର୍ମିକ କି ନାହିଁ? ହଁ ସାର୍। ଆପଣଙ୍କୁ ଅଭିଷେକ କରିବାର ଆପଣ ଧାର୍ମିକ ଗଣିତ ହେଇଛନ୍ତି କି ନାହିଁ? ହଁ ସାର୍। ଏଇଟା ଆମକୁ ଜାଣିବାର ଅଛି। ବୁଝିପାରୁଛ? ହଁ ସାର୍। ସେ ମନୁଷ୍ୟ ମାନେ ଯେତେ ବି ଆମକୁ ଅଧାର୍ମିକ ଗଣିତ କରନ୍ତୁ, କିନ୍ତୁ ଆମ ପ୍ରଭୁ ପରମେଶ୍ୱର ତ ଆମକୁ ଆମକୁ ଧାର୍ମିକ ଗଣିତ କରିଛନ୍ତି। ତେବେ ଯେ କେହି ଧର୍ମାଚରଣ କରେ ସେ ଯେ ତାହାଙ୍କ ଠାରୁ ଜାତ, ଏହା ମଧ୍ୟ ଜାଣ। ହଁ ସାର୍। ବୁଝିପାରୁଛ? ହଁ ସାର୍। ନା ମୁଁ ମିଛ କହୁଛି ଆଜ୍ଞା? ନାଇଁ ସାର୍। ଏଟା ମୁଁ କହୁଛି କି ପ୍ରଭୁ ଆପଣଙ୍କ ସହିତ କଥା ହଉଛନ୍ତି? ହଁ ସାର୍। ହଁ। ହଁ 28 ପଦ ପଢ। ଅତଏବ ହେ ବତ୍ସଗଣ। ଅତଏବ ହେ ମତ୍ସ୍ୟଗଣ ନାହିଁ, ବତ୍ସଗଣ। ହଁ ସାର୍। ବତ୍ସଗଣ ତାହାଙ୍କ ଠାରେ ରୁହ, ତାହାଙ୍କ ଯେପରି ସେ ଯେତେବେଳେ ପ୍ରକାଶିତ ହେବେ, ସେତେବେଳେ ତାହାଙ୍କ ଆଗମନ ସମୟରେ ତାହାଙ୍କ ଛାମୁରେ ଆମେ ମାନେ ଲଜ୍ଜିତ ନ ହୋଇ ସାହସ ପ୍ରାପ୍ତ ହେବା। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ବୁଝିପାରୁଛନ୍ତି କି ଆଜ୍ଞା? ହଁ ସାର୍। ଆପଣଙ୍କୁ ଯେତେ ଲୋକ ବି ଶିକ୍ଷା ଦିଅନ୍ତୁ, ଯେତେ ଲୋକ ବି ପ୍ରଚାର କରନ୍ତୁ ନା କାହିଁକି, ଆପଣଙ୍କୁ ପ୍ରଚାରକୁ ଆଉ ଆପଣଙ୍କୁ ଶିକ୍ଷା କରିବା ଲୋକମାନଙ୍କୁ ଆବଶ୍ୟକ ନାହିଁ, ଯେହେତୁ ଆପଣ ଜଣେ ଶିକ୍ଷକ ହେବାର ଅଛି। ହଁ ସାର୍। ବୁଝିପାରୁଛ? ହଁ ସାର୍। ଆଉ ଏଇଟା ବି ପଢିଥିଲି ସାର୍ କୋଉଠି ଗୋଟେ, ତମେ ଏ ପର୍ଯ୍ୟନ୍ତ ଶିକ୍ଷକ ହେବା କଥା କହିକି ଲେଖା ହେଇଛି ସାର୍। ହଁ ଲେଖା ହେଇଛି, ଲେଖା ହେଇଛି। ସେଇଟା କୋଉଠି ଲେଖା ହେଇଛି କେଜାଣି ସାର୍, କିନ୍ତୁ ପଢିଥିଲି ଆମେ ଆକ୍ଚୁଆଲି ଶିକ୍ଷକ ହେବା କଥା କହିକି ଲେଖା ହେଇଛି, କିନ୍ତୁ ଆମର ଅବହେଳା
ସେମିତି ନାଇଁ କି? ହଁ ସାର୍। ହେଲେ ଏବେ ମତେ କୁହନ୍ତୁ, ହଁ ସାର୍। ଆଇବ 36 ର 22 ପଦ ପଢ ତ। ହଁ ସାର୍। କଣ ସାର୍? ଆଇବ 36 ର 22 ପଦ। ଆଇବ। ହଁ। ସେ ଆପଣା ପରାକ୍ରମରେ ହୁଁ ସମୁଦ୍ରକୁ ମନ୍ଥନ କରନ୍ତି ହୁଁ। ଓ ଆପଣା ବୁଦ୍ଧିରେ ରାହାବକୁ ଯୁଦ୍ଧ କରନ୍ତି। କେତେ ପଢିଲେ ଆଜ୍ଞା? ଆଇବ 26 ପଦର 12 ପଦ। 36 ର 22। ଓହୋ 36। ହଁ। 36 ପେଜ ହଁ ସାର୍। 22p। 36 ହଁ ପେଜ 22p। 22 ପଦ ସାର୍। ହଁ। ହଁ ସାର୍। ଦେଖ ପରମେଶ୍ୱର ଆପଣା ପରାକ୍ରମରେ ହୁଁ। ଉଚ୍ଚ ଭାବରେ କାର୍ଯ୍ୟ କରନ୍ତି, ହଁ। ତାହାଙ୍କ ପରି ଶିକ୍ଷକ କିଏ ଅଛି? କିଏ ଅଛି? ହାଲେଲୁୟା। କିଏ ଅଛି କୁହନ୍ତୁ? ହଁ ସାର୍। ମନୁଷ୍ୟ ଅଛି କି? ନାଇଁ ସାର୍। ପରାକ୍ରମରେ ଉଚ୍ଚ ଭାବରେ କାର୍ଯ୍ୟ କରନ୍ତି, ଏପରି ତାହାଙ୍କ ପରି ଶିକ୍ଷକ କିଏ ଅଛି ଜଗତରେ? ହ୍ୟାଲୋ। ହଁ ସାର୍ କୁହନ୍ତୁ। କିଏ ଅଛି କୁହନ୍ତୁ? ଆପଣଙ୍କୁ ଜଣେ ଯଦି ଶିକ୍ଷା ଦେବାକୁ ଚେଷ୍ଟା କରୁଛି, ହଁ ଭ୍ରାନ୍ତ ସାର୍। ଶିକ୍ଷା ଦେଲା ଭଳି କଥା ଯାକ କହିବାକୁ ଚେଷ୍ଟା କରୁଛି, ପରମେଶ୍ୱର ଆପଣଙ୍କୁ ଅଭିଷେକ କରିଛନ୍ତି, ଆପଣଙ୍କୁ ଶିକ୍ଷା ଦେବା ଲୋକ କିଏ ଅଛି ଏମିତି? ହଁ ସାର୍। ବୁଝିପାରୁଛନ୍ତି କି? ହଁ ସାର୍। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏଡେ ବଡ ମୂର୍ଖ ନୁହନ୍ତି ଆଜ୍ଞା। ହଁ ସାର୍। ଆପଣ 1000 ବର୍ଷର ଟ୍ରେନିଂ ନେଇଥାନ୍ତୁ ନା କାହିଁକି, ଆପଣଙ୍କ ଲାଇସେନ୍ସ ଥାଉ ଜଗତରେ କୌଣସି ହଁ ସାର୍। ମୂଲ୍ୟ ନାହିଁ। ହଁ ସାର୍। ଅଛି କି ମୂଲ୍ୟ? ନାଇଁ ସାର୍। ଦେଖନ୍ତୁ ମୁଁ ଆହୁରି କେତେଟା ପଦ ଆପଣ ମାନଙ୍କୁ ପଢାଇବି। ଓକେ। ହଁ ସାର୍। ପ୍ରଥମ କରନ୍ତୀୟ ସାର୍। ହଁ 4 ପର୍ବ। ହଁ ସାର୍ ରୁହ। 4 ପର୍ବ ସାର୍। ହଁ 4 ପର୍ବ ହେଲା। ହଁ ସାର୍। 14 ଆଉ 15। ମୁଁ ତୁମମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଏହି ସମସ୍ତ ବିଷୟ ଲେଖୁ ନାହିଁ, ହଁ କିନ୍ତୁ ମୋର ପ୍ରିୟ ସନ୍ତାନ ବୋଲି ମନେକରି ତୁମମାନଙ୍କୁ ଚେତନା ଦେବା ନିମନ୍ତେ ଏହି ସମସ୍ତ ଲେଖୁଅଛି। ହଁ କାରଣ ଯଦ୍ୟପି ଖ୍ରୀଷ୍ଟଙ୍କ ବିଷୟରେ ତୁମମାନଙ୍କର 10,000 ଶିକ୍ଷକ ଥାନ୍ତେ, ହଁ ତଥାପି ତୁମମାନଙ୍କର ଅନେକ ପିତା ନାହାନ୍ତି। ହଁ କାରଣ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ମୁଁ ତୁମମାନଙ୍କୁ ସୁସମାଚାର ଦ୍ୱାରା ଜନ୍ମ ଦେଇଅଛି। ପ୍ରେଜ୍ ଦ ଲର୍ଡ। Praise the Lord. ହାଲେଲୁୟା। Hallelujah. ବୁଝିପାରୁଛନ୍ତି କି ନାହିଁ? ହଁ ସାର୍। କାରଣ ଯଦ୍ୟପି ଖ୍ରୀଷ୍ଟଙ୍କ ବିଷୟରେ ତୁମ୍ଭମାନଙ୍କର 10,000 ଶିକ୍ଷକ ଥାନ୍ତେ, ହଁ ସାର୍। ତଥାପି ତୁମ୍ଭମାନଙ୍କର ଅନେକ ପିତା ନାହାନ୍ତି। ବୁଝିପାରୁଛ? ହଁ ହଁ ସାର୍। କାରଣ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ମୁଁ ତୁମମାନଙ୍କୁ ସୁସମାଚାର ଦ୍ୱାରା ଜନ୍ମ ଦେଉଅଛି, ନାଇଁ ଦେଇଅଛି ବୋଲି ଲେଖା ହେଇଛି। ହଁ ସାର୍। ତା ଅର୍ଥ ଆପଣଙ୍କୁ ଟ୍ରେନିଂ ନେବା ଦରକାର କି? ନାଇଁ ସାର୍। ହଁ ନାଇଁ ସାର୍। ଟିକେ ଭାବି ଚିନ୍ତି କରି କୁହନ୍ତୁ। ନାଇଁ ସାର୍, ପରମେଶ୍ୱର ତ ଆମକୁ ଦେଇଅଛନ୍ତି ତାଙ୍କର ଶିକ୍ଷା। ହଁ କାରଣ ସୁସମାଚାର ଦ୍ୱାରା ଆମକୁ ଅଭିଷେକ ଦ୍ୱାରା ଦେଇଛନ୍ତି। ହଁ ସାର୍। ବୁଝିପାରୁଛନ୍ତି? ହଁ ସାର୍।
କାହିଁକି ନା ଆପଣଙ୍କୁ ଏବଂ ମତେ ପ୍ରାୟ ପ୍ରାୟ ପାଷ୍ଟର ମାନଙ୍କ ଦ୍ଵାରା ଶିକ୍ଷା ନେବାକୁ ପଡୁଛି ହଁ କି ନାଇଁ? ହଁ ସାର୍ ମତେ ପ୍ରାୟ ପାଷ୍ଟର ପ୍ରଚାରକ ମାନେ ଏ ଡକ୍ଟ୍ରିନ ଭଲ ନାହିଁ ରେ ବାବୁ, ଏ ଡକ୍ଟ୍ରିନ ଏମିତି ନାହିଁ ରେ ବାବୁ, ଏଟା ଏମିତି ଶିକ୍ଷା ଦିଆଯାଏ ନାହିଁ। ହଁ ମତେ ସାର୍ ଜଣେ ଆମ ଗାଁରୁ ଗୋଟେ ବୃଦ୍ଧ ବାପା, ସେ ହଁ ଅଧିକ ନେବି ଆଉ 80-85+ ବର୍ଷ, ହଁ ସାର୍ ସେ ପୁରା ଆଉ 3 ବର୍ଷ କାଳ ଟ୍ରେନିଂ ନେଇଛି, 3-4 ବର୍ଷ। ହଁ ସାର୍ ସେ ମତେ ଶିକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି, ବୁଝିପାରୁଛ? ହଁ ସାର୍ ହଁ ଯେତେବେଳେ ମୋ ଜୀବନକୁ ପ୍ରଭୁଙ୍କର ଆତ୍ମା ଗାଇଡାନ୍ସ ବା ଉଙ୍କି ମାରିଲା, ହଁ ସାର୍ ମୁଁ ଭାବିଲି ମତେ ଯେତେବେଳେ ପ୍ରଭୁ ଅଭିଷେକ କରିଛନ୍ତି, ମୁଁ ଜଣକଠୁ ଶିକ୍ଷା ନେବାଟା ଜରୁରୀ କି? ନାଇଁ ନା ସାର୍ ଜରୁରୀ? ମୋର ମସ୍ତିଷ୍କ ଯେତେବେଳେ ଭାବିଲା ନା ହଁ ନିହାତି ସାର୍ ନିତାନ୍ତ ଜରୁରୀ, ହଁ କି ନାଇଁ? ହଁ ସାର୍ ତେଣୁ କରିକି ମୁଁ ସେତେବେଳେ ହଁ ସାର୍ ନିଜକୁ କଣ କଲି ନା ନମ୍ର କଲି, ହଁ ତାହାଙ୍କୁ ସାର୍ କିଛି ଜ୍ଞାନ ପାଇବି, ହଁ ଯୋଉଟା ସାର୍ କି ସତ୍ୟ ଜ୍ଞାନ ଥିବ, ଯୋଉଟା କି ମିଥ୍ୟା ଜ୍ଞାନ ଥିବ। ଏଇ ଦୁଇ ପାର୍ଥକ୍ୟ ବିଷୟରେ ମତେ ହଁ ସାର୍ ଜାଣିବାକୁ ନିତାନ୍ତ ଦରକାର, ହଁ କି ନାଇଁ? ହଁ ସାର୍ କିନ୍ତୁ ଜରୁରୀ ନୁହଁ ଯେ ଅଭିଷେକ ହେଲା ପରେ ପବିତ୍ର ଆତ୍ମାଙ୍କ ଦ୍ଵାରା ଆଉ ଆମେ ଶିକ୍ଷା ପାଇଲା ପରେ ଆମକୁ ଜଣେ ଶିକ୍ଷକ ଆସିକି ଶିକ୍ଷା ଦେବାର ଆବଶ୍ୟକ। ନାଇଁ Praise the Lord। ପ୍ରେଜ୍ ଦ ଲର୍ଡ। ତେଣୁ କରି ପ୍ରଥମ Corinthians 12:29 କୁହେ, ସମସ୍ତେ କି ପ୍ରେରିତ କି, ସମସ୍ତେ କି ଭାବବାଦୀ କି, ସମସ୍ତେ କି ଶିକ୍ଷକ କି, ବୁଝିଛ? ହଁ ସାର୍ ସମସ୍ତେ କି ଶକ୍ତିର କାର୍ଯ୍ୟ ସାଧକ ଲୋକ କି, ବୁଝିପାରୁଛ? ହଁ ସାର୍ ତେଣୁକରି ପ୍ରଥମ ତିମୋଥୀ ତାର 1:7 ଗୋଟେ ପଢିଦିଅ ତ ଭାଇ। ହଁ ସାର୍ ପ୍ରଥମ ତିମୋଥୀ ସାର୍ 1:7। 6-7। ହଁ ସାର୍ ତାହା ଧର୍ମ ଶିକ୍ଷାର ଉଦ୍ଦେଶ୍ୟ ଅଟେ, ହୁଁ କେହି କେହି ଏ ସମସ୍ତ ବିଷୟ ପ୍ରତି ଲକ୍ଷ୍ୟ ନ କରି ହୁଁ ଅସାର କଥାରେ ଆସକ୍ତ ହୋଇ ପଥଭ୍ରଷ୍ଟ ହୋଇ ଅଛନ୍ତି। ହୁଁ ସେମାନେ ମଶାଙ୍କ ବ୍ୟବସ୍ଥାର ଶିକ୍ଷକ ହେବାକୁ ଇଚ୍ଛା କରନ୍ତି, ହୁଁ ମାତ୍ର ଯାହା କହନ୍ତି କି କେଉଁ ବିଷୟରେ ଦୃଢ ଶିକ୍ଷା ଦିଅନ୍ତି ତାହା ନିଜେ ବୁଝନ୍ତି ନାହିଁ। Praise the Lord। Praise the Lord। Hallelujah। ଠିକ ଖବର। Hallelujah। ଦେଖନ୍ତୁ, ପ୍ରାୟ ଲୋକ ଆପଣଙ୍କୁ ବୁଝିବାକୁ ଚେଷ୍ଟା କରନ୍ତି, ହଁ ସାର୍ ଶିକ୍ଷା ଦେବାକୁ ଚେଷ୍ଟା କରନ୍ତି, ହଁ ସାର୍ କିନ୍ତୁ ସେମାନେ ହିଁ ବୁଝନ୍ତି ନାହିଁ ଆପଣଙ୍କୁ ଯେ କଣ ଶିକ୍ଷା ଦେଉଛୁ ବୋଲି। ହଁ ସାର୍ ହଁ ସାର୍ ନା ମୁଁ ଭୁଲ କହୁଛି ଆଜ୍ଞା? ନାଇଁ ସାର୍ ଯୋଉମାନେ ଆପଣଙ୍କୁ ଶିକ୍ଷା ଦେବାକୁ ଚେଷ୍ଟା କରନ୍ତି, ମୁଁ ହିଁ ଜ୍ଞାନୀ, ମୁଁ ହିଁ ସର୍ବଜ୍ଞାନୀ ବୋଲି, କିନ୍ତୁ ସେମାନେ ହିଁ ଉଲ୍ଟା ବୁଝନ୍ତି ନାହିଁ ଯେ ମୁଁ କଣ ଶିକ୍ଷା ଦେଉଛି। ହଁ ସାର୍ କାହିଁକି ନା ସେମାନେ ପଥଭ୍ରଷ୍ଟ ହୋଇ ଯାଇଛନ୍ତି। ହଁ ସାର୍ କୋଉ ରାସ୍ତାକୁ ଗଲେ ମତେ କୋଉ ଜାଗାକୁ ଯିବାକୁ ପଡିବ, ହଁ କି ନାଇଁ? ହଁ ସାର୍ କିନ୍ତୁ ପବିତ୍ର ବାଇବେଲ, ପୁରାତନ ନିୟମ ନୂତନ ନିୟମ ସମସ୍ତେ ଧରନ୍ତି ଭାଇ, ହଁ ସାର୍ ସମସ୍ତେ ୟୁଜ କରନ୍ତି, ସମସ୍ତେ ମୋବାଇଲରେ ବାଇବେଲ ମଧ୍ୟ ରଖିଛନ୍ତି, ବୁଝିପାରୁଛ? ହଁ ସାର୍ ଇଂଲିଶ ରେ ମଧ୍ୟ ବାଇବେଲକୁ ପଢି ଦିଅନ୍ତି, କିନ୍ତୁ ସେମାନେ ପଥଭ୍ରଷ୍ଟ ହୋଇଛନ୍ତି ବୋଲିକି ସେମାନେ ନିଜେ ଶିକ୍ଷା ଦେବା କଥା ସେମାନେ ବୁଝନ୍ତି, ହଁ ସାର୍ ହଁ କି ନାଇଁ? ହଁ ସାର୍ ନା ମୁଁ ଭୁଲ କହୁଛି? ନାଇଁ ସାର୍ ହଁ, 2:7 ପଢ, ସେ ପ୍ରଥମ ତିମୋଥୀ 2:7। ସେଥିପାଇଁ ମୁଁ ଜଣେ ପ୍ରଚାରକ ପ୍ରେରିତ ପୁଣି ପଢ। ସେଥିପାଇଁ ମୁଁ ଜଣେ ପ୍ରଚାରକ ପ୍ରେରିତ ପୁଣି ହୁଁ ବିଶ୍ୱାସ ଓ ସତ୍ୟ ବିଷୟରେ ଅଣଜିହୁଦୀ ମାନଙ୍କର ଜଣେ ଶିକ୍ଷକ ଭାବେ ନିଯୁକ୍ତ ହେଲି। ହୁଁ ମୁଁ ସତ କହୁଅଛି,
ମିଛ କହୁନାହିଁ। ଦେଖ ତିମୋଥୀ ନାହିଁ କି ତିମୋଥୀଙ୍କ ମଣ୍ଡଳୀରେ ଏଇଟା ପ୍ରେରିତ ପାଉଲ ଲେଖୁଛନ୍ତି, ବୁଝିପାରୁଛ? ହଁ ସାର୍। ଏଥିପାଇଁ ମୁଁ ଜଣେ ପ୍ରଚାରକ ପ୍ରେରିତ, ପୁଣି ବିଶ୍ୱାସ ଓ ସତ୍ୟ ବିଷୟରେ ଅଣଯିହୁଦୀ ମାନଙ୍କର ଜଣେ ଶିକ୍ଷକ ଭାବେ ନିଯୁକ୍ତ। ସେମାନେ ନାଇଁ କି ପ୍ରାୟ ଲୋକମାନେ ନାଇଁ କି କିଛି ନ ଜାଣିକି କିଛି ନ ବୁଝିକି ଖାଲି ବିଶ୍ୱାସ କରିବେ, ମୁଁ ପ୍ରେରିତ ହେଇଛି, ମୁଁ ପ୍ରଚାରକ ହେଇଛି, ମୁଁ ପାଷ୍ଟର ହେଇଛି, ମୁଁ ପୋପ ହେଇଛି, ମୁଁ ଫାଦର ହେଇଛି, ମୁଁ ମିରାକଲ କରୁଛି, ମୁଁ ଆଶ୍ଚର୍ଯ୍ୟ କର୍ମ କରୁଛି ବୋଲିକି ନିଯୁକ୍ତ ହେଇକି ରହୁଛନ୍ତି। ବୁଝିପାରୁଛ? ମିଛ କହୁନାହିଁ ସତ କହୁଛି ବୋଲିକି ସେମାନେ ବାଧ୍ୟମୂଳକରେ ତାହା ପ୍ରମାଣ କରିବେ। ବୁଝିପାରୁଛ? ହଁ, ତଳକୁ 8 ପଦ ପଢ। ଏଣୁ ମୋହର ଇଚ୍ଛା ପୁରୁଷ ମାନେ ସୂଚି ହସ୍ତ ଉତ୍ତୋଳନ କରି କ୍ରୋଧ ଓ ବିତର୍କ ବିନା ସର୍ବତ୍ର ପ୍ରାର୍ଥନା କରନ୍ତୁ। ବୁଝିପାରୁଛ? ହଁ ସାର୍। ସମସ୍ତେ ନାଇଁ କି ପୁରୁଷ ସୂଚି ହସ୍ତ ଉତ୍ତୋଳନ କରି କ୍ରୋଧ ଓ ବିତର୍କ ବିନା ସର୍ବତ୍ର ପ୍ରାର୍ଥନା କରନ୍ତୁ ବୋଲିକି ପ୍ରେରିତ ପାଉଲ ତିମୋଥୀଙ୍କ ମଣ୍ଡଳୀକୁ ଦ୍ୱିତୀୟ ପତ୍ର ଲେଖି ଜଣାଉଛନ୍ତି। ଏହି କଥାକୁ ଯଦି ଯୋଉମାନେ ଶିକ୍ଷା ଦିଅନ୍ତି, ସେମାନେ ମୁଁ କଣ ଶିକ୍ଷା ଦଉଛି ତାହା ଜାଣିପାରୁ ନଥାନ୍ତି। ଜାଣୁଥାନ୍ତେ ବୋଲେ ଏମିତି ପ୍ରଚାର କରନ୍ତେ କେ? ନାଇଁ ସାର୍। ହଁ କି ନାହିଁ? ହଁ ସାର୍। ହଁ, ଏବ୍ରି 5 ପର୍ବ 12 ପଦ, ଟିକେ ଶୀଘ୍ର ଯିବା। ହଁ ସାର୍। ଏବ୍ରି 5 ପର୍ବ 12 ପଦ ସାର୍। ହଁ। କାରଣ ଯଦ୍ୟପି ଏତେ ସମୟ ମଧ୍ୟରେ ତୁମମାନଙ୍କର ଶିକ୍ଷକ ହେବା ଉଚିତ ଥିଲା, ତଥାପି ଈଶ୍ୱରଙ୍କ ବାକ୍ୟର ପ୍ରାଥମିକ ମୌଳିକ ସୂତ୍ର ଗୁଡିକ କେହି ଯେ ତୁମମାନଙ୍କୁ ଶିକ୍ଷା ଦିଏ, ଏହା ପୁନର୍ବାର ତୁମମାନଙ୍କର ପ୍ରୟୋଜନ ଅଛି। ଗୁରୁ ପାକ ଖାଦ୍ୟ ପ୍ରୟୋଜନ ନ ହୋଇ ଦୁଗ୍ଧ ତୁମମାନଙ୍କର ପ୍ରୟୋଜନ। ବୁଝିପାରୁଛନ୍ତି କି? ଯଦି ଆପଣଙ୍କୁ ଯଦି ଜଣେ ଶିକ୍ଷା ଦେବାକୁ ଚେଷ୍ଟା କରୁଛି, ତା ପୂର୍ବରୁ ଆପଣ ଶିକ୍ଷା ହେବାର ଅଛି। କଣ ଲେଖା ହେଇଛି ଏଠି ଆଉଥରେ ପଢନ୍ତୁ ତ। ମୁଁ ଏଇଟା ହିଁ କହୁଥିଲି ସାର୍, ଶିକ୍ଷକ ହେବା ଦରକାର ଥିଲା କହିକି ଏଇଟା କହୁଥିଲି ସାର୍। ଆଉ ଥରେ ଟିକେ ପଢନ୍ତୁ ଆଜ୍ଞା। କାରଣ ଯଦ୍ୟପି ଏତେ ସମୟ ମଧ୍ୟରେ ତୁମମାନଙ୍କର ଶିକ୍ଷକ ହେବା ଉଚିତ ଥିଲା, ତଥାପି ଈଶ୍ୱରଙ୍କ ବାକ୍ୟର ପ୍ରାଥମିକ ମୌଳିକ ସୂତ୍ର ଗୁଡିକ କେହି ଯେ ତୁମମାନଙ୍କୁ ଶିକ୍ଷା ଦିଏ, ଏହା ପୁନର୍ବାର ତୁମମାନଙ୍କର ପ୍ରୟୋଜନ ଅଛି। ଗୁରୁପାକ୍ଷ ଖାଦ୍ୟ ପ୍ରୟୋଜନ ନ ହୋଇ ଦୁଗ୍ଧ ତୁମମାନଙ୍କର ପ୍ରୟୋଜନ। ପ୍ରଭୁ ଏଡେ ମହାନ ଆଜ୍ଞା, ଆପଣଙ୍କୁ ଟ୍ରେନିଂ ନେବା ଦରକାର ନାହିଁ। ଟ୍ରେନିଂ ନେଇଥିବା ଲୋକମାନଙ୍କ ପାଖକୁ ଯାଇକି ବସିକି ଶିକ୍ଷା ଦେବା ବା ଶିକ୍ଷା ଗ୍ରହଣ କରିବା ଆବଶ୍ୟକ ନାହିଁ। ଯେହେତୁ ପ୍ରଭୁ ଆପଣଙ୍କୁ ଅଭିଷେକ କରିଛନ୍ତି। କଣ କରିଛନ୍ତି? ଅଭିଷେକ କରିଛନ୍ତି। ସେ ଆପଣଙ୍କୁ କଣ କରିଛନ୍ତି ନା ଶିକ୍ଷକ ବନେଇଛନ୍ତି, ଗୋଟେ ଯୋଦ୍ଧା ବନେଇଛନ୍ତି, ବାକ୍ୟକୁ ଆପଣଙ୍କ ଜୀବନରେ ସେ ଦେଇଛନ୍ତି। ବୁଝିପାରୁଛ କି ନାହିଁ? ହଁ ସାର୍। ତେଣୁକରି ଆଜି ପ୍ରଭୁ ପ୍ରାୟ ଲୋକମାନେ ପ୍ରଭୁଙ୍କୁ ନିନ୍ଦା ଦେଇ ମୁଁ ଜଣେ ପାଷ୍ଟର, ମୁଁ ଜଣେ ମିରାକଲ କରେ ବୋଲିକି ନିଜେ ନିଜକୁ କହି ବୁଲନ୍ତି। କିନ୍ତୁ ସେମାନେ କଣ କରୁଛନ୍ତି, କଣ ଶିକ୍ଷା ଦଉଛନ୍ତି, ତାହା ସେମାନେ ଜାଣନ୍ତି ନାହିଁ। ହଁ, ଯାକୋବ 3:1 ପଦ ଆଉ 2 ପଦ ଗୋଟେ ପଢିବା। ହେ ମୋହର ଭାଇମାନେ, ତୁମେ ମାନେ ଅନେକ ଶିକ୍ଷକ ହୁଅ ନାହିଁ,
ତୁମ୍ଭେମାନେ ଅନେକ ଶିକ୍ଷକ ହୁଅ ନାହିଁ। ଏହା ଜାଣ ଯେ ଏହା ଜାଣ ଯେ ଆମ୍ଭେମାନେ ଯିଏ ଶିକ୍ଷା ଦେଉ ଆମ୍ଭେମାନେ ଯିଏ ଶିକ୍ଷା ଦେଉ ଗୁରୁତର ଦଣ୍ଡ ପାଇବା। ଗୁରୁତର ଦଣ୍ଡ ପାଇବା। ବୁଝିପାରୁଛ? ହଁ ସାର୍। ହଁ ତଳକୁ। ଯେଣୁ ଆମ୍ଭେମାନେ ସମସ୍ତେ ଅନେକ ବିଷୟରେ ଝୁଣ୍ଟି ପଡୁ ଯେଣୁ ଆମ୍ଭେମାନେ ସମସ୍ତେ ଅନେକ ବିଷୟରେ ଝୁଣ୍ଟି ପଡୁ, ଯଦି କେହି ବାକ୍ୟରେ ଝୁଣ୍ଟି ନ ପଡେ ଯଦି କେହି ବାକ୍ୟରେ ଝୁଣ୍ଟି ନ ପଡେ, ତେବେ ସେ ସିଦ୍ଧ ପୁରୁଷ ସମସ୍ତ ଶରୀରକୁ ମଧ୍ୟ ବଶରେ ରଖିବାକୁ ସମର୍ଥ। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ବୁଝିପାରୁଛନ୍ତି କି ଆଜ୍ଞା? ହଁ ସାର୍। ଏବେ ଆପଣ ମତେ କୁହନ୍ତୁ, ଆପଣ ଟିକେ ପୂର୍ବରୁ କହିଲେ ଆଜ୍ଞା ଯେମିତି ହେଲେ ବି ତ ଆମେ ଆପଣ ମାନଙ୍କୁ ଶିଖିବା ଦରକାର ନା, ହଁ କି ନାଇଁ? ହଁ ସାର୍। ଶିଖିବା ଦରକାର ଆଜ୍ଞା, ମୁଁ ମନା କରୁନାହିଁ, ହଁ କିନ୍ତୁ ସାର୍। ବାଇବେଲ ଆମକୁ କଣ କହିବାକୁ ଚାହୁଁଛି ତାହା ଆମକୁ ଖୋଜିବାର ଅଛି। ହଁ ସାର୍। ବାଇବେଲ ଟୁ ସତ ଆଉ କଣ ଅଛି ଯେ ଆମେ ଶିଖିବା ସାର୍? ହଁ ସେଇଆ ପରା। ବୁଝିପାରୁଛନ୍ତି କି? ହଁ ସାର୍। ହଁ ବାଇବଲ ଟୁ ସତ ଆମେ ସେମାନଙ୍କର ଶୁଣିକି ସିନା ଆମେ ସେମାନେ ଟିକେ ତାଙ୍କର ଭୁଲ ହବ ସିନା, ଆମେ ବାଇବଲ ଯାହା ଅଛି ସେଟା ସତ୍ୟ ସାର୍। ନା ମୁଁ ସେଇଟା ମିଥ୍ୟା ଆମେ କହୁଛି? ଶିଖିବା ଦରକାର। ନାଇଁ ସାର୍। ତେଣୁ କରିକି ପ୍ରାୟ ଆପଣଙ୍କ ଭଳି ବା ମୋ ଭଳି ବିଶ୍ୱାସୀ ମାନେ ପଥଭ୍ରଷ୍ଟ ହେଇକି ଯାଉଛନ୍ତି, ହଁ ସାର୍। ହଁ କି ନାଇଁ? ହଁ ସାର୍। ନିଜେ ନିଜେ ପ୍ରଚାରକ ହଉଛନ୍ତି, ନିଜେ ନିଜେ ପୋପ୍ ଖାଉଛନ୍ତି, ନିଜେ ନିଜେ ବିଶପ, ଫାଦର, ଡାଇରେକ୍ଟର, ଇଞ୍ଜିନିୟର, ଆଉ ନାଇନ ଭାଷା ଯାକ ନାଇନ ପଦ ଯାକ ଅଛି, ସେଇଟା ମୁଁ କହିପାରିବି ନାହିଁ, ହଁ ସାର୍। ହଁ କି ନାଇଁ? ହଁ ସାର୍। ତେଣୁ କରିକି ଆମକୁ କଣ କରିବାର ଅଛି ନା ନିଜେ ନିଜକୁ ସାବଧାନ କରିବାର ଅଛି। ହଁ ସାର୍। ତେଣୁ କରିକି ମୁଁ କଣ କହୁଥିଲି ଯେ ଆପଣଙ୍କୁ ମତେ ଯଦି ଜଣେ ଶିକ୍ଷା ଦେବାକୁ ଚାହୁଁଛି, ସେ ନିଜେ ଜାଣିଛି କି ନାହିଁ ଆପଣଙ୍କୁ ଆତ୍ମା ଗାଇଡେନ୍ସ କରିବ। ହଁ ସାର୍। ବୁଝିପାରୁଛ? ହଁ ସାର୍। ହଁ, ଆପଣ ଗୋଟେ ମନୁଷ୍ୟ ପଥଭ୍ରଷ୍ଟ ହେଇଥିବା ମଣିଷ ତ ବା ପାଳକ ବା ପ୍ରଚାରକ, ସେ ଗୋଟେ ଏମିତିକିଆ ପ୍ରଶ୍ନ ରଖିବ ଆପଣଙ୍କ ଜୀବନରେ, କିନ୍ତୁ ସେ ଜାଣିନଥିବ ଯେ ସେ ଆପଣଙ୍କୁ ଜାଣିବା ପାଇଁ ଚେଷ୍ଟା କରୁଥିବ, ହଁ ସାର୍। ହଁ କି ନାହିଁ? ହଁ ସାର୍। ତେଣୁକରି ଆପଣଙ୍କୁ ବା ମତେ ବି କେୟାରଫୁଲ ରହିବାର ଅଛି। ହଁ ସାର୍। ତେଣୁ କରିକି ଆଉ ଅନେକ ବିଷୟରେ ଗୋଟେ ଗୋଟେ ରହସ୍ୟ ବିଷୟ ଅଛି, ହଁ କି ନାଇଁ? ହଁ ସାର୍। ପ୍ରଥମ କରନ୍ତେ 1:21 ପଦ, ଦ୍ୱିତୀୟ କରନ୍ତେ 1:21 ପଦ। ପୁଣି ଯେ ଆମମାନଙ୍କୁ ତୁମମାନଙ୍କ ସହିତ ଖ୍ରୀଷ୍ଟଙ୍କ ଠାରେ ସ୍ଥିର ରଖନ୍ତି, ପୁଣି ଆମ ମାନଙ୍କୁ ଅଭିଷେକ କରିଅଛନ୍ତି ସେ ଈଶ୍ୱର। 22 ପଦ। ସେ ମଧ୍ୟ ଆମମାନଙ୍କୁ ମୁଦ୍ରାଙ୍କିତ କରିଅଛନ୍ତି ହଁ ଓ ଆମମାନଙ୍କ ହୃଦୟରେ ପବିତ୍ର ଆତ୍ମାଙ୍କୁ ବଇନା ସ୍ୱରୂପେ ଦାନ କରିଅଛନ୍ତି। Praise the Lord. Praise the Lord. 23 ପଦ। କିନ୍ତୁ ମୁଁ ଈଶ୍ୱରଙ୍କୁ ସାକ୍ଷୀ ମାନି ମୋ ପ୍ରାଣର ଶପଥ କରୁଅଛି ଯେ ତୁମମାନଙ୍କ ପ୍ରତି ଦୟା ବହି ମୁଁ କରିନ୍ଥୀୟ ସହରକୁ ପୁନର୍ବାର ଯାଇନାହିଁ। Praise the Lord. Praise the Lord. ଆମେ ଯୋଉ 21, 22, 23 ପଦ ପଢିଲୁ, ହଁ ସାର୍। ଏଥି ମଧ୍ୟରେ ମାନେ ବୁଝିପାରୁଥିବା ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯାହାକୁ ହୃଦୟ ଚାହାନ୍ତି, ହୃଦୟକୁ ମାନନ୍ତି, ମାଗନ୍ତି, ତାହାକୁ ସେ ପ୍ରଥମେ କଣ କରନ୍ତି ନା ଅଭିଷେକ କରନ୍ତି। ବୁଝିପାର? ଜଣେ ଜଣେ ଯୋଦ୍ଧା ବନାନ୍ତି, ଜଣେ ଜଣେ ଶିକ୍ଷକ ବନାନ୍ତି। ତେଣୁକରି ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଛନ୍ତି ମାର୍କ ଲିଖିତ ସୁସମାଚାର ତାର 16 ପର୍ବ ତାର 16, 17, 18 ପଦରେ ଯେ ଯିଏ ବିଶ୍ୱାସ କରିକି ବାପ୍ତିଜିତ ହୁଏ ସେ ପରିତ୍ରାଣ ପାଇବ, ଯିଏ ଅବିଶ୍ୱାସ କରି ବାପ୍ତିଜିତ ହୁଏ ସେ ଦଣ୍ଡ। ଆଉ ବିଶ୍ୱାସୀ ମାନଙ୍କର ଏହି ସବୁ ଚିହ୍ନ ହେବ। କୋଉ ଚିହ୍ନ ହେବ ଆଜ୍ଞା ଟିକେ ପଢନ୍ତୁ ତ, ତାପରେ ଆମେ ଶେଷ କରିବା। କୋଉଟା ସାର୍?
ମାର୍କ 16 17 18। ହଁ ସାର୍ ସେମାନେ ଯୋଉ ରୋଗୀ ଉପରେ ହାତ ଥୋଇବେ ହଁ ଆଉ ମଲା ଲୋକକୁ ଉଠେଇବେ। ହଁ ହଁ ସାର୍ ସେଇଟା ବି ପଢିଥିଲି ଯେ କେତେ ସାର୍ ଲୁକ 16 ପଦଠୁ। 16 ପଦ। ହୁଁ ମଶାଙ୍କ ବ୍ୟବସ୍ଥା ଓ ଭାବବାଦୀ ମାନଙ୍କର ଧର୍ମଶାସ୍ତ୍ରରେ କୋଉଟା ଜଣଙ୍କ ପର୍ଯ୍ୟନ୍ତ ପ୍ରଚଳିତ ଥିଲା। ହ୍ୟାଲୋ ହ୍ୟାଲୋ ହଁ ସାର୍ କେତେ ପଢୁଛନ୍ତି? ମାର୍କ 16 ପଦ। ମାର୍କ ସାର୍ ହଁ ହଁ ସରି ସାର୍ ମାର୍କ 16 ପଦ ସାର୍। ହଁ 16 17 18। ହଁ ସାର୍ ଯେ ବିଶ୍ୱାସ କରେ ଏବଂ ବାପ୍ତିଜିତ ହୁଏ ସେ ପରିତ୍ରାଣ ପାଇବ, କିନ୍ତୁ ସେ ବିଶ୍ୱାସ କରେ ନାହିଁ ସେ ଦଣ୍ଡାଜ୍ଞା ପାଇବ। ଆଉ ଏହି ସବୁ ଚିହ୍ନ ସେମାନଙ୍କର ଅନୁବର୍ତ୍ତୀ ହେବ, ଯେଉଁମାନେ ତାହାଙ୍କ ଠାରେ ବିଶ୍ୱାସ କରନ୍ତି। ସେମାନେ ମୋ ନାମରେ ଭୂତ ଛଡେଇବେ, ନୂତନ ନୂତନ ଭାଷାରେ କଥା କହିବେ, ହସ୍ତରେ ସର୍ପ ଧରିବେ, ପୁଣି ପ୍ରାଣନାଶ କୌଣସି ପଦାର୍ଥ ପାନ କଲେ ସେମାନଙ୍କର କିଛି କ୍ଷତି ହେବ ନାହିଁ। ସେମାନେ ପୀଡ଼ିତ ମାନଙ୍କ ଉପରେ ହସ୍ତ ଥୋଇଲେ ସେମାନେ ସୁସ୍ଥ ହେବେ। ତେଣୁ କରି ଆଜ୍ଞା ହଁ ସାର୍ ଆମକୁ ଶିକ୍ଷା ଜାଣିବାର ଅଛି, ଖୋଜିବାର ଅଛି। ହଁ ସାର୍ ମନୁଷ୍ୟ ମାନଙ୍କଠୁ ଖୋଜିବା ଆବଶ୍ୟକ ନାହିଁ, ପ୍ରଭୁ ହଁ ସାର୍ ମାନଙ୍କଠୁ ଖୋଜିବାର ଅଛି। ତେଣୁକରି ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେହି ଆଉ ଜହନରେ କହୁଛନ୍ତି